ଏମିତି କାନ୍ଦୁଛ କାହିଁକି? ମୁଁ ବହୁତ ବଡ଼ ବିପଦରେ ପଡ଼ିଛି। ମୋ ମାଙ୍କର ଦେହ ଖରାପ। ତାଙ୍କ ଚିକିତ୍ସା କରିବା ପାଇଁ ମୋ ପାଖରେ ଟଙ୍କାଟେ ବି ନାହିଁ। ମୁଁ ଏବେ କ'ଣ କରିବି କିଛି ବୁଝିପାରୁନି। ତୁମେ ଚିନ୍ତା କରନି, ମୁଁ ତୁମକୁ ସାହାଯ୍ୟ କରିବି। ତୁମେ କିଛି ସମୟ ଅପେକ୍ଷା କର, ମୁଁ ଏବେ ଆସୁଛି। ଏଇ ନିଅ ଗୋଟେ ସୁନା ଗାଜର। এই সোনা গাজর বিক্রি করি তুমি তুম সমস্যার সমাধান করিপারিব। সତରେ বিলি ছুয়া, তোতে বহুত বহুত ধন্যবাদ। তু আজ মোর বহুত বড় উপকার কলু। মু এই উপকার কেবে ভুলিবিনি। এমিতি কহি চঢ়েই সেঠারু চালিগলা। এই সবু ঘটনা দূরରୁ গোটে চিল দেখুଥିଲା। সোনা গাজরକୁ ଦେଖି ତା ମନରେ ଲୋଭ ଆସିଲା। ସେ ଗୋଟେ ଜାଲ ପକେଇ ବିଲେଇ ଛୁଆକୁ ଧରିଲା। କିଏ ତୁମେ? ମତେ ଏମିତି ବନ୍ଦୀ କାହିଁକି କରିଛ? ମତେ ଛାଡ଼ି ଦିଅ। ଛାଡ଼ିଦେବି, ହେଲେ ତା ପୂର୍ବରୁ ମତେ ଆଗ କହ, ତୁ ସେ ସୁନା ଗାଜର କୋଉଠୁ ଆଣି ଚଢ଼େଇକୁ ଦେଲୁ? ମତେ ସେ ଠିକଣା ଦେ, ମୁଁ ତତେ ଏଠୁ ଯିବାକୁ ଦେବି। ସେ ସବୁ ସୁନା ଗାଜର ଗରିବ ଅସହାୟ ଚଢ଼େଇଙ୍କ ପାଇଁ। ତୁମେ ଜଣେ ଲୋଭୀ ପକ୍ଷୀ। ମୁଁ ତୁମକୁ ସେ ସୁନା ଗାଜର ଠିକଣା ଦେବିନି। ତୁ ଯେପର୍ଯ୍ୟନ୍ତ ମତେ ସେ ସୁନା ଗାଜର ଠିକଣା ନ ଦେବୁ, ଏମିତି ମୋ ପାଖରେ ବନ୍ଦୀ ହେଇ ରହିବୁ। ଏମିତି କହି ଚିଲ ବିଲେଇ ଛୁଆକୁ ଗୋଟେ ପିଞ୍ଜରାରେ ବନ୍ଦୀ କରି ନିଜ ଘରକୁ ନେଇ ଆସିଲା। ଆରେ ତୁମେ ବିଲେଇ ଛୁଆକୁ କୋଉଠୁ ନେଇ ଆସିଲ? ଇଏ ତୁମର କୋଉ କାମରେ ଆସିବ? ଏ ବିଲେଇ ଛୁଆ ଆମକୁ ଧନୀ କରିବ। ତୁ ୟା ଉପରେ ଭଲ ଭାବରେ ନଜର ରଖିବୁ, ଯେମିତି ଏ ବିଲେଇ ଛୁଆ କୁଆଡ଼େ ବି ନ ଯାଏ। ମୁଁ ଯାଉଛି ତା ପାଇଁ କ୍ଷୀର କିଣି ଆଣିବି। ଆଚ୍ଛା ଠିକ ଅଛି, ଦିଅ ମତେ ସେ ବିଲେଇ ଛୁଆ। ତାପରେ ଚିଲ କ୍ଷୀର ଆଣିବା ପାଇଁ ବଜାରକୁ ଗଲା। ଚିଲର ସ୍ତ୍ରୀ ବିଲେଇ ଛୁଆକୁ ଧରି ତାଙ୍କ ବଗିଚାକୁ ଗଲା। ବାଃ, ତୁମ ଘରଟି ଅନେକ ସୁନ୍ଦର ହେଇଛି, ଆଉ ବଗିଚାଟି ତ ଆହୁରି ସୁନ୍ଦର ହେଇଛି। ମୁଁ ଯଦି ସବୁଦିନ ଏଠି ରହିପାରନ୍ତି, ମୋ ଜୀବନ ଧନ୍ୟ ହେଇଯାଆନ୍ତା। ସତ କହୁଛୁ ବିଲେଇ ଛୁଆ, ତତେ ଆମ ଘର ଭଲ ଲାଗିଲା? ହଁ, ତୁମ ଘର ମୋର ଭାରି ପସନ୍ଦ ହେଇଛି। ମୁଁ ଯଦି ଏ ପିଞ୍ଜରାରୁ ବାହାରି ପାରନ୍ତି, ବଗିଚାରେ କେତେ ମଜା କରି ଖେଳନ୍ତି। ତୁମେ କ'ଣ ମତେ ପିଞ୍ଜରାରୁ ବାହାର କରିବ? ହଁ ହଁ, ମୁଁ ଏବେ ତତେ ପିଞ୍ଜରାରୁ ବାହାର କରିଦେଉଛି। ତୁ ଏଇ ବଗିଚାରେ ଖେଳୁଥା, ମୁଁ ଘର କାମ ସାରି ଦେଇ ଆସେ। ଏମିତି କହି ଚିଲର ସ୍ତ୍ରୀ ବିଲେଇ ଛୁଆକୁ ପିଞ୍ଜରାରୁ ବାହାର କରିଦେଲା। ତାପରେ ସେ ସେଠାରୁ ଚାଲିଗଲା। ସୁଯୋଗ ଦେଖି ବିଲେଇ ଛୁଆ ପାଚେରୀ ଡେଇଁ ସେଠାରୁ ଚାଲିଗଲା। ଏମିତି କିଛି ସମୟ ବିତିଗଲା। ଚିଲ କ୍ଷୀର ଧରି ଘରକୁ ଆସିଲା। ମୁଁ କ୍ଷୀର ନେଇ ଆସିଛି, ଯା ଏ କ୍ଷୀର ବିଲେଇ ଛୁଆକୁ ଦେଇଦେବୁ। ଆଚ୍ଛା ଠିକ ଅଛି, ଦିଅ। ବିଲେଇ ଛୁଆଟା ତ ଏଇଠି ଖେଳୁଥିଲା, କୁଆଡେ ଚାଲିଗଲା? ବିଲେଇ ଛୁଆ, କୋଉଠି ଅଛୁ ତୁ? ବାହାରକୁ ଆସେ, ମୁଁ ତୋ ପାଇଁ କ୍ଷୀର ଆଣି ଦେଇଛି, ଆ ଖାଇ ନେବୁ। ତୁ ଏମିତି ବିଲେଇ ଛୁଆକୁ ଡାକୁଛୁ କାହିଁକି? ସେ ତା ପିଞ୍ଜରା ଭିତରେ ଅଛି। ଏ କ'ଣ, ବିଲେଇ ଛୁଆ ତ ଏଠି ନାହିଁ, ସେ କୁଆଡେ ଗଲା? ତୁ କ'ଣ ତାକୁ ଛାଡ଼ି ଦେଇଛୁ? ଚିଲର ସ୍ତ୍ରୀ ତାକୁ ସବୁ ଘଟଣା କହିଲା। ତତେ ମୁଁ ଗୋଟେ କାମ ଦେଇଥିଲି, ଏ ବିଲେଇ ଛୁଆ ଉପରେ ନଜର ରଖିବାକୁ। ତୁ ତା ବି କରିପାରିଲୁନି। ଶୀଘ୍ର ମୋ ବିଲେଇ ଛୁଆକୁ ଖୋଜି ଆଣ, ନହେଲେ ମୁଁ ତତେ ମୋ ଘରୁ ବାହାର କରିଦେବି। ନା ନା, ମତେ ଘରୁ ବାହାର କରନି। ମୁଁ ଏବେ ଯାଉଛି, ଯେମିତି ବି ହେଉ ମୁଁ ସେ ବିଲେଇ ଛୁଆକୁ ଖୋଜି ଆଣିବି। ଆରେ ତମେ ଏଯାଏଁ ଶୋଇଛ, କାମକୁ ତ ଯାଉନ। ଆମ ଫୁଲ ବଗିଚାରେ ପାଣି ତ ଦେଇଦିଅ। ତମେ ଏତେ ଅଳସୁଆ ହେଲେ ଆମ ଘର କେମିତି ଚଳିବ? ମୁଁ ସବୁ କାମ ଏକୁଟିଆ କେତେ କରିବି? ଓହୋ, ସକାଳୁ ସକାଳୁ ଆସି ମୋ କାନ ତଳେ ଏମିତି ଚିତ୍କାର କାହିଁକି କରୁଛୁ? ଏତେ ବଢିଆ ଶୋଇଥିଲି, ମୋ ନିଦଟାକୁ ଭାଙ୍ଗିଦେଲା। ତୁ ଏଠୁ ଚାଲିଯା, ମତେ ବିରକ୍ତ କରନି। ମୁଁ କିଛି କାମ କରିପାରିବିନି। ବୁଝିଗଲି, ତୁମ ପାଖରେ ମୋ କଥାର କିଛି ଗୁରୁତ୍ୱ ନାହିଁ। ସାରା ଦିନ ଖାଲି ଶୋଇ ରୁହ, କେବେ କିଛି କାମ କରନି। ଏମିତି କହି ଚଢ଼େଇ ତା ବଗିଚାକୁ ଗଲା, ଆଉ ତା ଫୁଲ ଗଛ ମୂଳରେ ପାଣି ଦେଲା। ସେତେବେଳେ ତାର ନଜର ବିଲେଇ ଛୁଆ ଉପରେ ପଡ଼ିଲା। ସେ ବିଲେଇ ଛୁଆ ଗୋଟେ ଗଛ ତଳେ ଛିଡ଼ା ହେଇଥିଲା। ଆରେ ବିଲେଇ ଛୁଆ, ତୁ ଏକୁଟିଆ ଏଠି କ'ଣ କରୁଛୁ? ତୁ କାହା ସାଙ୍ଗରେ ଆସିଛୁ? ମୁଁ ତ ସାଙ୍ଗରେ କାହାକୁ ତ ଦେଖିବାକୁ ପାଉନି।
ମୁଁ ଏକା ହିଁ ଜଙ୍ଗଲ ବୁଲିବାକୁ ଆସିଥିଲି, ହେଲେ ଘରକୁ ଫେରିବାର ରାସ୍ତା ଏବେ ପାଉନି, ସେଥିପାଇଁ ଏଠି ବସିଥିଲି। ମତେ ଭାରି ଭୋକ ବି ଲାଗିଲାଣି। ଓ ଆଚ୍ଛା, ଏମିତି କଥା। ତୁ ମୋ ସାଙ୍ଗରେ ମୋ ଘରକୁ ଆସେ, ମୁଁ ତତେ ଖାଇବାକୁ ଦେବି। ଏମିତି କହି ଚଢ଼େଇ ବିଲେଇ ଛୁଆକୁ ନେଇ ତା ଘରକୁ ଗଲା ଆଉ ତାକୁ କିଛି ଖାଇବାକୁ ଦେଲା। ତୁମେ ବହୁତ ଭଲ, ତୁମେ ମତେ ଆଜି ଖାଇବାକୁ ଦେଲ, ନହେଲେ ତ ମୁଁ ମରି ଯାଇଥାନ୍ତି। ଆରେ ଆରେ, ଏମିତି କଥା କହନି। ତୁ ଏବେ ତ ଘରକୁ ଯା, ନହେଲେ ତ ମା ତୋ ପାଇଁ ବ୍ୟସ୍ତ ହେବେ। ମୋର ଏ ଦୁନିଆରେ କେହି ନାହାନ୍ତି, ମୁଁ ଏଠୁ ଯିବାକୁ ଚାହୁଁନି। ତୁମେ କଣ ନିଜ ଘରେ ମତେ ରହିବାକୁ ଦେବ? ହଁ ହଁ, କାହିଁକି ନୁହଁ, ତୁ ଆଜିଠୁ ମୋ ସାଙ୍ଗରେ ରହିପାରିବୁ। ତୁ ଏବେ ଘରେ ଥା, ମୁଁ ଫୁଲ ନେଇ ବଜାରକୁ ଯାଉଛି। ବଜାରରୁ ଫେରିଲେ ମୁଁ ତତେ ଆମ ଜଙ୍ଗଲ ବୁଲେଇ ଦେବି। ଏମିତି କହି ଚଢ଼େଇ କିଛି ଫୁଲ ନେଇ ବଜାରକୁ ଗଲା ବିକ୍ରି କରିବା ପାଇଁ। ହେଲେ ସେଦିନ ତାର ଗୋଟେ ବି ଫୁଲ ବିକ୍ରି ହେଲା ନାହିଁ। ସେ ମନ ଦୁଃଖରେ ଘରକୁ ଫେରିଲା। ତୁ ଆସିଗଲୁ, ଦେଖିବା ତୁ ଆଜି କେତେ ଟଙ୍କା ଆଣିଛୁ। ମୋର ଆଜି ଗୋଟେ ବି ଫୁଲ ବିକ୍ରି ହେଲା ନାହିଁ, ମୁଁ ଆଜି ଟଙ୍କାଟେ ବି ଆଣିନି। ଏ ତୁ କଣ କହୁଛୁ? ମୁଁ କାଲି ମୋ ସାଙ୍ଗ ସହ ବୁଲିବାକୁ ଯିବି, ମୋର ଟଙ୍କା ଦରକାର। ତୁ ରାତି ଭିତରେ ମତେ 5,000 ଟଙ୍କା ଆଣିଦେ, ନହେଲେ ମୋ ଘରୁ ବାହାରି ଯା। କିନ୍ତୁ ମୁଁ ଏତେ ଟଙ୍କା କୋଉଠୁ ଆଣିବି? ମୋ କଥା ଟିକେ ଶୁଣିଯାଅ। ମନ ଦୁଃଖ କରନି ଚଢ଼େଇ, ମୁଁ ତୁମକୁ ସାହାଯ୍ୟ କରିବି। କିଛି ସମୟ ଅପେକ୍ଷା କର, ମୁଁ ଏବେ ଆସୁଛି। ଚଢ଼େଇ, ଏଇ ନିଅ ଗୋଟେ ସୁନା ଗାଜର, ୟାକୁ ବିକ୍ରି କରି ତୁମେ ତୁମ ସ୍ୱାମୀଙ୍କୁ ଟଙ୍କା ଦିଅ। କିନ୍ତୁ ବିଲେଇ ଛୁଆ, ତୁ ଏ ସୁନା ଗାଜର କୋଉଠୁ ପାଇଲୁ? ସେ କଥା ମୁଁ ପରେ କହିବି, ଆଗ ତୁମେ ଏଇ ଗାଜର ବିକି ତୁମ ସ୍ୱାମୀଙ୍କୁ ଟଙ୍କା ଦିଅ। ତାପରେ ସେ ଚଢ଼େଇ ସୁନା ଗାଜର ଧରି ବଜାରକୁ ଗଲା ଆଉ ସେ ସୁନା ଗାଜର ବିକ୍ରି କଲା। ସେ ଟଙ୍କା ଆଣି ତା ସ୍ୱାମୀକୁ ଦେଲା। ସତରେ ତୁ ମୋ ପାଇଁ ଟଙ୍କା ଆଣିଛୁ? ତୁ ଏତେ ଟଙ୍କା କୋଉଠୁ ପାଇଲୁ? ଆଉ ଏ ବିଲେଇ ଛୁଆ ଆମ ଘରେ କଣ କରୁଛି? ଏତେ କଥା ଜାଣିବା ତମର ଦରକାର ନାହିଁ। ତମେ ଟଙ୍କା ପାଇଲ, ଏବେ ଚୁପ୍ ହେଇ ରୁହ। ଏଇ ବିଲେଇ ଛୁଆ ଆଜିଠୁ ମୋ ସାଙ୍ଗରେ ଏଇ ଘରେ ରହିବ, ତୁମେ ତାକୁ କିଛି ବି କହିବନି। ଏମିତି କହି ଚଢ଼େଇ ବିଲେଇ ଛୁଆକୁ ନେଇ ସେଠାରୁ ଚାଲିଗଲା। ରାତି ଯାଇ ସକାଳ ହେଲା। ସକାଳେ ରାଜୁ ଚଢ଼େଇ ବୁଲିବା ପାଇଁ ବାହାରିଲା। ସେପଟେ ମତେ କ୍ଷମା କରିଦିଅ, ମୁଁ ଅନେକ ଖୋଜିଲି, ହେଲେ ସେ ବିଲେଇ ଛୁଆକୁ କୋଉଠି ବି ପାଇଲିନି। ମତେ ଘରୁ ବାହାର କରନି। ଆଚ୍ଛା ଆଚ୍ଛା, ଠିକ ଅଛି, ଏଇ ଥରକ ମୁଁ ତତେ କ୍ଷମା କରିଦେଉଛି। ସେ ବିଲେଇ ଛୁଆ ଆମର ଯେମିତି ବି ହଉ ଦରକାର। ଚାଲେ ଏବେ ଜଙ୍ଗଲ ଭିତରେ ଯାଇ ଘୋଷଣା କରିବା। ଶୁଣ ଶୁଣ ଶୁଣ, ମୋ ଘରୁ ଗୋଟେ ବିଲେଇ ଛୁଆ ପଳେଇଛି। ତାକୁ ଯିଏ ବି ଖୋଜି ଆଣିଦେବ, ମୁଁ ତାକୁ 20,000 ଟଙ୍କା ପୁରସ୍କାର ଦେବି। ଏମିତି ଚିଲ ଆଉ ତାର ସ୍ତ୍ରୀ ଘୋଷଣା କରୁଥିଲେ। ସେତେବେଳେ ସେ ରାସ୍ତା ଦେଇ ରାଜୁ ଚଢ଼େଇ ଯାଉଥିଲା। ସେ ଚିଲମାନଙ୍କ ଘୋଷଣା ଶୁଣିବାକୁ ପାଇଲା। କଣ ହେଲା? ବିଲେଇ ଛୁଆକୁ ଦେଲେ 20,000 ଟଙ୍କା ପୁରସ୍କାର ମିଳିବ? ମୋ ସ୍ତ୍ରୀ ପାଖରେ ବି ଗୋଟେ ବିଲେଇ ଛୁଆ ଅଛି, ନିଶ୍ଚୟ ସେଇଟା ହିଁ ନିଖୋଜ ହେଇଥିବା ବିଲେଇ ଛୁଆ। ମୁଁ ପରେ ବୁଲିବାକୁ ଯିବି, ଆଗ ଘରକୁ ଯାଏ। ଏ କଣ, ତୁମେ ଏତେ ଶୀଘ୍ର ଘରକୁ ଫେରି ଆସିଲ ଯେ? ମୁଁ ଗୋଟେ ଖୁସି ଖବର ନେଇ ଆସିଛି। ଏ ବିଲେଇ ଛୁଆ ଚିଲ ମୁଖିଆଙ୍କର, ଇଏ ତାଙ୍କ ଘରୁ ପଳେଇ ଆସିଛି। ମତେ ବିଲେଇ ଛୁଆ ଦେ, ମୁଁ ଚିଲ ମୁଖିଆଙ୍କୁ ଦେଇ ଆସିବି। ବିଲେଇ ଛୁଆକୁ ଦେଲେ ସେ 20,000 ଟଙ୍କା ପୁରସ୍କାର ଦେବେ। ଚୁପ୍ କର ତୁମେ, ଟଙ୍କା ଲୋଭରେ ତୁମେ ଅନ୍ଧ ହେଇଯାଇଛ। ସେ ଚିଲ ମୁଖିଆ ବିଲେଇ ଛୁଆକୁ କଷ୍ଟ ଦେଲା ବୋଲି ବିଲେଇ ଛୁଆ ସେଠୁ ଚାଲି ଆସିଲା। ମୁଁ ତାକୁ ଆଉ ସେ ମୁଖିଆକୁ ଦେବିନି, ବୁଝିଲ? ତୁ ଯଦି ମତେ ବିଲେଇ ଛୁଆ ନ ଦେବୁ, ମୁଁ ସବୁଦିନ ପାଇଁ ତତେ ଛାଡ଼ି ଚାଲିଯିବି। ତୁମେ ମତେ ଛାଡ଼ି ଚାଲିଗଲେ ବି ମୁଁ ଏ ବିଲେଇ ଛୁଆ ତମକୁ ଦେବିନି। ତେବେ ଠିକ ଅଛି, ତୁ ଏକା ହିଁ ଏ ବିଲେଇ ଛୁଆ ସହ ରହ। ମୁଁ ପାଖ ଜଙ୍ଗଲକୁ ଯାଉଛି, ସେଠି ପୁଣି ଥରେ ମୁଁ ବାହା ହେଇ ରହିବି। ଚଢ଼େଇ, ତୁମେ ମୋ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ିଦେଲ। ଅନ୍ୟର କ୍ଷତି କରୁଥିବା ସ୍ୱାମୀ ମୋର ଦରକାର ନାହିଁ। ମୁଁ ଆଗରୁ ଅନେକ ଦୁଃଖରେ ଥିଲି, ଯେବେଠୁ ତୁ ମୋ ପାଖକୁ ଆସିଲୁ ମୁଁ ଅନେକ ଖୁସିରେ ଅଛି। ମୁଁ ତୋର କିଛି କ୍ଷତି ହେବାକୁ ଦେବିନି। ଏଠି ରହିଲେ ବିପଦ, କେତେବେଳେ ବି ମୁଖିଆ ଏଠାକୁ ଆସି ତତେ ଧରି ନେଇଯିବ। ଚାଲ ବିଲେଇ ଛୁଆ, ଆମେ ଏଠାରୁ ବହୁତ ଦୂରକୁ ଚାଲିଯିବା।
ତାପରେ ଚଢ଼େଇ ବିଲେଇ ଛୁଆକୁ ଧରି ଅନେକ ଦୂରକୁ ଚାଲିଗଲା। ସେପଟେ ରାଜୁ ଚଢ଼େଇ ମୁଖିଆ ଚିଲ ପାଖକୁ ଗଲା। ମୁଖିଆ ଆଜ୍ଞା, ମୁଁ ଗୋଟେ ଜରୁରୀ କଥା ନେଇ ଆପଣଙ୍କ ପାଖକୁ ଆସିଛି। କ'ଣ ଜରୁରୀ କଥା ନେଇ ଆସିଛୁ ମତେ କହ। ଆପଣ ଯୋଉ ବିଲେଇ ଛୁଆକୁ ଖୋଜୁଛନ୍ତି ସେ ମୋ ଘରେ ଅଛି, ମୋ ସାଙ୍ଗରେ ଚାଲନ୍ତୁ। ଆଚ୍ଛା ଠିକ ଅଛି, ଚାଲ। ରେନୁ, ଏ ରେନୁ, ମୁଁ ଘରକୁ ଫେରି ଆସିଲି, ବାହାରକୁ ଆସେ। ଏ କ'ଣ, ରେନୁ ତ ଘରେ ନାହିଁ। କୋଉଠି ଅଛି ସେ ବିଲେଇ ଛୁଆ? ତୁ ମତେ ମିଛ କହି ଏଠାକୁ ଡାକି ମତେ ଅପମାନ ଦେଲୁ, ୟାର ଶାସ୍ତି ତୁ ପାଇବୁ। ବିଲେଇ ଛୁଆ, ଆଜିଠୁ ଆମେ ଏଇ ଗୁମ୍ଫାରେ ରହିବା। ମୋ ପାଖରେ ଏବେ ଟଙ୍କା ନାହିଁ। କାଲି ମୁଁ ଜଙ୍ଗଲ ଭିତରୁ କିଛି ଫଳ ନେଇ ଆସିବି, ତାପରେ ଆମେ ଖାଇବା। ନା ଚଢ଼େଇ, ଆମେ ଏଠି ରହିବାନି। ଆମେ ସୁନା ଗାଜର ଗୁମ୍ଫାରେ ରହିବା। ଆସ ମୋ ସାଙ୍ଗରେ, ମୁଁ ତୁମକୁ ସବୁ ଘଟଣା କହିବି। ଏଇ ଦେଖ, ଏଇଟା ସେଇ ସୁନା ଗାଜର ଗୁମ୍ଫା। ଦିନେ ମୁଁ ସୁନା ଗାଜର ଗୋଟେ ଗରିବ ଚଢ଼େଇକୁ ଦେବା ସମୟରେ ଚିଲ ମୁଖିଆ ମତେ ଦେଖିନେଲା। ସେ ଲୋଭରେ ପଡ଼ି ମତେ ବନ୍ଦୀ କରି ତା ଘରକୁ ନେଇଥିଲା। ମୁଁ ଲୋଭୀ ପକ୍ଷୀ ମାନଙ୍କୁ ସାହାଯ୍ୟ କରେ ନାହିଁ। ସେ ବି ଲୋଭୀ ପକ୍ଷୀ ହେବାରୁ ମୁଁ ତାକୁ ସାହାଯ୍ୟ କଲି ନାହିଁ, ଆଉ ତା ଘରୁ ଚାଲି ଆସିଲି। ଓ ଆଚ୍ଛା, ତାହେଲେ ଏମିତି କଥା। ହଁ ଚଢ଼େଇ, ତୁମେ ବହୁତ ଭଲ। ଆଜି ଯାଇ କେହି ବି ମୋ କଥା ଚିନ୍ତା କରିନାହାନ୍ତି, ହେଲେ ତୁମେ କଲ। ମୁଁ ତୁମକୁ ଏ ସବୁ ସୁନା ଗାଜର ଉପହାର ଦେବାକୁ ଚାହୁଁଛି। ଏସବୁ ଆଜିଠୁ ତୁମର। ଆରେ ନା ନା, ଏସବୁ ମୁଁ ଏକା ନେଇ ପାରିବିନି। ଏବେ ଆମର ଆଉ ଖାଇବାର ଚିନ୍ତା ରହିଲାନି। ପ୍ରତିଦିନ ଆମେ ସୁନା ଗାଜର ବିକ୍ରି କରି ଖାଇବା ଯୋଗାଡ଼ କରିପାରିବା, ଆଉ ତା ସହ ଗରିବ ଅସହାୟ ଚଢ଼େଇମାନଙ୍କୁ ସାହାଯ୍ୟ ବି କରିବା। ସେଦିନ ପରଠାରୁ ଚଢ଼େଇ ବିଲେଇ ଛୁଆ ସହ ସେ ସୁନା ଗାଜର ଗୁମ୍ଫାରେ ରହିଲା। କେହି ବିପଦରେ ପଡ଼ିଲେ ସେ ତାଙ୍କୁ ସାହାଯ୍ୟ କରୁଥିଲା। ସେପଟେ ରାଜୁ ମିଛ କହିବା ଯୋଗୁଁ ଚିଲ ତା ଉପରେ ରାଗି ତାକୁ ବନ୍ଦୀ କରି ରଖିଲା। ଏମିତି ରାଜୁ ଚଢ଼େଇ ଶାସ୍ତି ପାଇଲା।